ବାସୁଦେବ ପୀଠରେ ଶ୍ରୀ ବିଗ୍ରହ ନିର୍ମାଣ ପାଇଁ ଦାରୁ ଚିହ୍ନଟ ପୂଜାପାଠ ଓ ହରିବୋଲ ଧ୍ୱନିରେ କମ୍ପିଲା ଅଞ୍ଚଳ। ପୁଣ୍ୟତୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା ସ୍ଥିତ ବାସୁଦେବ ପୀଠ। ଏହି ପୀଠରେ ବର୍ତ୍ତମାନ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀ ବିଗ୍ରହ ନିର୍ମାଣ ପାଇଁ ପବିତ୍ର ଦାରୁ ଚିହ୍ନଟ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଏବଂ ଭାବମୟ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ବିରୁହା ଗ୍ରାମର ଚୈତନ୍ୟ ଜେନାଙ୍କ ବାଡ଼ିରୁ ଏହି ପବିତ୍ର ଦାରୁ ଠାବ କରାଯାଇଥିଲା। ଏହାପରେ ସ୍ଥାନୀୟ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ସେଠାରେ ବିଧିବଦ୍ଧ ପୂଜାପାଠ ଏବଂ ହୋମଯଜ୍ଞ କରାଯାଇ ଦାରୁ ଛେଦନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ପ୍ରାୟ 2000ରୁ ଅଧିକ ଭକ୍ତ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ରହି ଦାରୁ ଦର୍ଶନ କରିବା ସହିତ ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ। ଦାରୁ ଛେଦନ ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଦାରୁ ଛେଦନ ପରେ ଏକ ସଂକୀର୍ତ୍ତନ ଦଳ ସହିତ ଭକ୍ତମାନେ ହରିବୋଲ, ହୁଳହୁଳି ଏବଂ ମଙ୍ଗଳ ଆଳତୀ ମଧ୍ୟରେ ଏକ ଭବ୍ୟ ଶୋଭାଯାତ୍ରାରେ ଦାରୁକୁ ବାସୁଦେବ ପୀଠକୁ ଆଣିଥିଲେ। ଭକ୍ତଙ୍କ ଗହଳି ଏବଂ ଭାବପୂର୍ଣ୍ଣ କୀର୍ତ୍ତନ ଭଜନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ମନ୍ଦିର କମିଟି ଏବଂ ସ୍ଥାନୀୟ ଅଧିବାସୀଙ୍କ ସୂଚନା ଅନୁଯାୟୀ ଆସନ୍ତା 2027 ମସିହା ଫେବୃଆରୀ ମାସରେ 18 ତାରିଖରେ ଏହି ନବନିର୍ମିତ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିସହିତ ଚିହ୍ନଟ ଦାରୁରେ ନିର୍ମିତ 3 ଠାକୁରଙ୍କ ଶ୍ରୀ ବିଗ୍ରହ ସେହି ସମୟରେ ମନ୍ଦିରରେ ରୀତିନୀତି ଅନୁଯାୟୀ ପ୍ରତିଷ୍ଠା ଏବଂ ସ୍ଥାପନ କରାଯିବ। ବର୍ତ୍ତମାନ ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ପ୍ରକାଶ ପାଇଛି। ଆଜି ବାସୁଦେବ ପୀଠର ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିରୁଆଠାରେ ଜଗନ୍ନାଥଙ୍କର ଆଦେଶ କ୍ରମେ ଏଠି ଦାରୁ ଚିହ୍ନଟ ହୋଇଥିଲା ଏବଂ ଦାରୁ ଆଜି ତାଙ୍କର ପୂଜା କରାଯାଇ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ହୋଇଛି ଜୟଯାତ୍ରା। ନିଶ୍ଚିତ ଭାବରେ କହିଲେ ଆମ ଅଞ୍ଚଳରେ ଜଗନ୍ନାଥ। ଧାମନଗରରୁ ପ୍ରଦୀପ ମହାପାତ୍ରଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।